ଦର୍ଶକ ବନ୍ଧୁ, ଯଦି ପୁଅ ବା ଝିଅର ବିଭାଘର ଡେରି ହେଉଛି, ତେବେ ମୁଁ ଯେଉଁ ଉପାୟ କହୁଛି ଏ ଉପାୟ କରନ୍ତୁ। ରିଷ୍ଟ ଖଣ୍ଡନାଇ ବିଭାଘର ହେବ। ତା ପୂର୍ବରୁ ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ। ଆପଣମାନେ କମେଣ୍ଟ କରି ଜଣାଉନାହାନ୍ତି, କମେଣ୍ଟ କରି ଜଣାନ୍ତୁ କ'ଣ ଆଉ ନୂଆ ନୂଆ ଟିପ୍ସ ନେଇ ଆସିବି। ପୁଅ ବା ଝିଅ ପ୍ରତିଦିନ ପିତାମାତାଙ୍କୁ ସକାଳୁ ପ୍ରଣାମ କରିବା ଉଚିତ, ଶ୍ରଦ୍ଧାର ସହିତ। ପିତାମାତାଙ୍କୁ କଷ୍ଟ ଦେଲା ଭଳି କଥା କହିବେନି। ବୁଲା କୁକୁରଙ୍କୁ ପ୍ରତିଦିନ ରୁଟି ଖାଇବାକୁ ଦେବେ। କାଉମାନଙ୍କୁ ପ୍ରତିଦିନ ଖାଦ୍ୟ ଖାଇବାକୁ ଦେବେ। ସକାଳୁ ନଦୀ କିମ୍ବା ପୋଖରୀରେ ଥିବା ମାଛମାନଙ୍କୁ ଅଟାରେ ଚିନି ଗୋଳାଇ ଗୋଲ ଗୋଲ ବାଟୁଳା କରି ପାଣିରେ ପକାଇବେ ପ୍ରତିଦିନ। ହନୁମାନଙ୍କୁ ପାଦରେ ଗୋଟିଏ ପାନ ଓ ଗୋଟିଏ ମନ୍ଦାର ଫୁଲ ଦେବେ ଏବଂ ନମସ୍କାର କରିବେ। ମଙ୍ଗଳବାର ଏବଂ ଶନିବାରରେ ପୁରୁଷ ଲୋକମାନେ ଦେବେ। ସୋମବାରରେ ମହାଦେବଙ୍କୁ କ୍ଷୀର ଓ ଗଙ୍ଗା ଜଳ ଢାଳିବେ ପୁଅ ବା ଝିଅ ନାମରେ। ଏହି ଉପାୟମାନ କଲେ ବିଭାଘର ନିଶ୍ଚିତ ଭାବରେ ହେବ। ରହୁଛି, ଆର ଭିଡ଼ିଓରେ ନୂତନ ଟିପ୍ସ ନେଇ ଆସିବି। ସେଥିପାଇଁ ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ ଆଉ କ'ଣ ନୂଆ ନୂଆ ଟିପ୍ସ ନେଇକି ଆସିବି। ରହୁଛି, ଜୟ ଜଗନ୍ନାଥ।